ପରିଚୟ ଦେବେ ଆଜି ଜଗନ୍ନାଥ ମହୋତ୍ସବ ଉପରେ କହିବେ। ମୁଁ କଳ୍ପତରୁ ଖୁଣ୍ଟିଆ ଶ୍ରୀ ଜଗନ୍ନାଥ ମହୋତ୍ସବ କାର୍ଯ୍ୟକାରୀ ସଭାପତି। ଆପଣମାନେ ଐତିହାସିକ ଦୋପଡ଼ି ମେଳନରେ ଯେଉଁ ଭବ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ମହାପ୍ରଭୁଙ୍କର ଇଏ ଅପୂର୍ବ ଲୀଳା ଯେଉଁଟା ମୁଁ କହିଲା ବେଳକୁ ମୋ ଲୋମ ଟାଙ୍କୁରି ହେଇଯାଉଛି, ଯେଉଁଟାକି ଆମେ କେବେ ଭାବିନଥିଲୁ ଏତେ ଭବ୍ୟ ଭାବରେ କାର୍ଯ୍ୟକ୍ରମ କରିବା ପାଇଁ। କିନ୍ତୁ ଆପଣମାନେ ଏବେ ଦେଖିବାକୁ ପାଉଛନ୍ତି ମହାକଳସ ଶୋଭାଯାତ୍ରାରେ କିପରି ଭାବରେ ସ୍ୱତଃ ଭାବରେ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ। ଏହି 5 ଦିନ ବ୍ୟାପୀ ଆୟୋଜିତ ଏହି ଜଗନ୍ନାଥ ମହୋତ୍ସବର କାଲି ମାନ୍ୟବର ବାଚସ୍ପତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆଗାମୀ ଦିନରେ ଇଏ ଆଉ 5 ଦିନ 4 ଦିନ ଆଜି ହେଲା ଦ୍ୱିତୀୟ ଦିବସ, ଆଉ 3 ଦିନ ଚାଲିବ। ସୋମବାର ମଧ୍ୟ ମହାପୂର୍ଣ୍ଣ ଆହୁତି ଏଠାରେ ହେବ। ତେଣୁ ମାନ୍ୟବର ବିଧାୟକ ଛବି ଭାଇଙ୍କର ଯେଉଁ ଚେଷ୍ଟା ଆଉ ଅନ୍ୟମାନେ ଯେଉଁ ଆମ ଅଞ୍ଚଳମାନ ଯେଉଁ ଯୁବକମାନେ ସେଥିରେ ବୁଦ୍ଧିଜୀବୀମାନେ ଆଉ ବୟୋଜ୍ୟେଷ୍ଠ ମାନେ ବିଭିନ୍ନ ପୂଜା କମିଟି ଏମାନେ ସବୁ ସାମିଲ ହୋଇଛନ୍ତି, ଯେଉଁଟା ସମସ୍ତଙ୍କୁ ନେଇକି ଏ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ କରାଯାଉଅଛି। ଜଗନ୍ନାଥଙ୍କର କେତେ ବେଶ ଏଠି କରାଯାଇଛି? ଆପଣ ମହାପ୍ରଭୁ ଜଗନ୍ନାଥଙ୍କର 24 ବେଶ, ମହାପ୍ରଭୁ ନୀଳମାଧବଙ୍କର 10 ବେଶ, ଆଉ ଆପଣ ଦେଖିବେ ଏଠି 3 ରଥ ଆପଣ ସାମ୍ନାରେ ବିଜୟମାନ ଅଛନ୍ତି। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ମା ସୁଭଦ୍ରା ଅଛନ୍ତି। ଆମର ସମ୍ମୁଖରେ ଦାରୁ ବିଗ୍ରହରେ ପ୍ରଭୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବଡ଼ ସିଂହାର ବେଶରେ ଅଛନ୍ତି। କାଲି ମଧ୍ୟ ଚନ୍ଦନ ଲାଗି ବେଶ ହେବ। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦାନ କରିବା ପାଇଁ ଅନୁରୋଧ କରୁଛି। ମାନେ ଦେଖିବାକୁ ମିଳିଛି ଏଠି ଅଞ୍ଚଳରେ ହଜାର ହଜାର ଭକ୍ତଙ୍କର ସମାଗମ ଆଉ ଜଗନ୍ନାଥଙ୍କର ହେଇଯାଇଛି ଏ ଅଞ୍ଚଳ। ଦେଖନ୍ତୁ, ଏଠି ଆପଣ ପୁରୀ ମନ୍ଦିରରେ ଯେମିତି ଆପଣ ପ୍ରବେଶ କଲାବେଳେ ଆପଣ ଦେଖିବେ ଆପଣଙ୍କର ଆନନ୍ଦ ବଜାର, ଆପଣଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଆମେ ରଖିଛୁ, ଯେଉଁଟାରେ ଜଗନ୍ନାଥଙ୍କ ପୁରୀରେ ଯେମିତି ଆପଣ ଫିଲ୍ ଲାଗିବ ଯେ ଆମେ ମନ୍ଦିରରେ ଦର୍ଶନ କରୁଛୁ। ସେହି ପରିବେଶଟା ଏଠାରେ ଯିଏ ଆସିଲେ ଅନ୍ୟମାନଙ୍କୁ ଡାକିକି ଆଣିକିନା ଆଜି ଦେଖନ୍ତୁ ଦ୍ୱିତୀୟ ଦିବସରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ତେଣୁ ଏଇଟା ଆମକୁ ସେବା କରିବା ପାଇଁ ଗୋଟେ ସୁଯୋଗ ମିଳୁଛି, ସେଇଠି ବଡ଼ କଥା। ଜଗନ୍ନାଥଙ୍କର ଏଇଟା ଆମ ପାଇଁ ସୁଯୋଗ ଯେ ବର୍ଷକୁ ଥରେ ଏଇଭଳିଆ ଆମେ ସେବା କରିପାରୁ।